ନମସ୍କାର ସାଙ୍ଗମାନେ। ଆଜି ଆମ ଘରୋଇ ଓଡ଼ିଆ ରୋଷେଇରୁ ନେଇ ଆସିଛି ଖଟା ମିଠା ସ୍ୱାଦର ମଜାଦାର ଆମ୍ବୁଲ ଖଟା। ଅଳ୍ପ କିଛି ସାମଗ୍ରୀରେ ଏହି ଖଟାଟି ଖୁବ୍ ସହଜରେ ତିଆରି ହୋଇଯାଏ ଏବଂ ଭାତ ସାଙ୍ଗରେ ଖାଇଲେ ସ୍ୱାଦ ଆହୁରି ବଢ଼ିଯାଏ। ତାହେଲେ ଆଉ ଡେରି ନକରି ଚାଲନ୍ତୁ ଆଜି ମୋ ସହିତ ମିଶି ଓଡ଼ିଆ ଷ୍ଟାଇଲରେ ଆମ୍ବୁଲ ଖଟା ବନେଇବା। କିଛି ଶୁଖିଲା ଆମ୍ବୁଲକୁ 2 ଘଣ୍ଟା ଆଗରୁ ଭିଜେଇ ନେଇଛି। କଢ଼େଇରେ ଅଳ୍ପ ତେଲ ଦେଇ ତେଲ ଗରମ ହେଲେ ସେଥିରେ ଫୁଟଣ, ଲଙ୍କା, ଭୃସଙ୍ଗ ପତ୍ର ଦେଇ କିଛି ସମୟ ପରେ ଆମ୍ବୁଲକୁ ପକେଇ ସେଥିରେ ଲୁଣ, ହଳଦୀ, କିଛି ଲଙ୍କାଗୁଣ୍ଡ, ଚିନି ଦେଇ ତା ସହିତ ସୋରିଷ ମସଲା ଦେଇ କିଛି ସମୟ କଷିଲା ପରେ ପାଣି ଦେଇ 5 ରୁ 10 ମିନିଟ୍ ଫୁଟେଇ ନେବେ। ଫୁଟିଗଲା ପରେ ତାକୁ କିଛି ସମୟ ଥଣ୍ଡା ହେବାକୁ ଛାଡ଼ିଦେବେ। ଥଣ୍ଡା ହେଇଗଲେ ତା ସାଙ୍ଗରେ କିଛି ଦହି ଆଡ୍ କରିନେବେ। କିଛି ଲଙ୍କା ଜିରା ଗୁଣ୍ଡ ଏମିତି ପକେଇ ଦେଇ ତାକୁ ଗୋଳେଇ ନେବେ। ଏଠି ଆମର ପ୍ରସ୍ତୁତ ହେଇଗଲା ଆମ୍ବୁଲ ଖଟା ବା ଆମ୍ବୁଲ ରାଇ। ଭିଡ଼ିଓଟି ଯଦି ଭଲ ଲାଗିଥିବ ଲାଇକ୍, ସେୟାର, ସବସ୍କ୍ରାଇବ କରିବାକୁ ଭୁଲିବେନି। ଜୟ ଜଗନ୍ନାଥ।